ପାଠ 13 ବୃକ୍ଷଲତା ଆମର ବନ୍ଧୁ। ଗଦ୍ୟକୁ ଲେଖିଛନ୍ତି ଡକ୍ଟର ଜଗନ୍ନାଥ ମହାନ୍ତି। ପାଠର ପ୍ରଶ୍ନ ଉତ୍ତର। ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲେ? ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନ ଉତ୍ତର ଦେଇ କହିଥିଲେ ଯେ ଗାଁ ଗଣ୍ଡା ବଣ ଜଙ୍ଗଲ ଓ ପାହାଡ଼ ପର୍ବତ ବୁଲି ମଧ୍ୟ ସେ କେଉଁଠି ହେଲେ ଅଦରକାରୀ ଗଛ ବା ଲତା ଦେଖିଲେ ନାହିଁ। ପ୍ରତ୍ୟେକ ଗଛ ଲତାର ଉପକାରିତା ଅଛି ଏବଂ ପ୍ରତ୍ୟେକ ଉଦ୍ଭିଦର ଔଷଧ ଗୁଣ ଭରି ରହିଛି। ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ଚରକ କେଉଁ ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି? ଚରକ ସଂହିତା। ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି କାହିଁକି କୁହାଯାଇଛି? ବୃକ୍ଷଲତା ମଣିଷର ଅନେକ ଉପକାର କରନ୍ତି। ଏମାନେ ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ ହୋଇଥିବାରୁ ସୁସନ୍ତାନ ମାନଙ୍କୁ ଜନ୍ମ ଦେବାଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ'ଣ କରନ୍ତି? ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି। ବୃକ୍ଷଲତା ନିକଟରେ ଆମେ ଋଣୀ ବୋଲି କହିବାର କାରଣ କ'ଣ? ଉଦ୍ଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ। ପ୍ରାଣୀ ଜଗତର ବିନା ସାହାଯ୍ୟରେ ଉଦ୍ଭିଦ ଜଗତ ବଞ୍ଚିପାରେ, ମାତ୍ର ଉଦ୍ଭିଦ ଜଗତ ବ୍ୟତୀତ ପ୍ରାଣୀ ଜଗତ ବଞ୍ଚିଥିବା ଏକାନ୍ତ ଅସମ୍ଭବ। ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ଉଦ୍ଭିଦ ଜଗତ ନିକଟରେ ଏକାନ୍ତ ଋଣୀ। ଆମ ଓଡ଼ିଶାରେ କେଉଁ ଅଞ୍ଚଳରେ ଅଳ୍ପ ବୃଷ୍ଟି ହୋଇଥାଏ? ଆମ ଓଡ଼ିଶାର କଳାହାଣ୍ଡି ଅଞ୍ଚଳରେ ଅଳ୍ପ ବୃଷ୍ଟି ହୋଇଥାଏ। ଜଙ୍ଗଲ କାଟିଦେବା ଦ୍ୱାରା ଆମର କି କ୍ଷତି ହେଉଛି? ଜଙ୍ଗଲ କାଟିବା ଦ୍ୱାରା ବୃଷ୍ଟିପାତରେ ଅନିୟମିତତା ଦେଖାଦେଉଛି, ଅନାବୃଷ୍ଟି ଘଟୁଛି, ବାୟୁମଣ୍ଡଳ ଦୂଷିତ ହେଉଛି, ମୃତ୍ତିକା କ୍ଷୟ ହେଉଛି, ଜଙ୍ଗଲଜାତ ପଦାର୍ଥମାନ ଦୁର୍ମୂଳ ହେଉଛି, ଜୀବଜନ୍ତୁ ମାନଙ୍କର ବଂଶଲୋପ ଘଟୁଛି। ବୃକ୍ଷଲତାକୁ ସବୁଜ ସ୍ୱର୍ଣ୍ଣ ବୋଲି କହିବାର ଯଥାର୍ଥ କ'ଣ? ସ୍ୱର୍ଣ୍ଣ ଏକ ମୂଲ୍ୟବାନ ଧାତୁ। ଏହା ସମସ୍ତଙ୍କର ଲୋଭନୀୟ ଅଟେ, କିନ୍ତୁ ବୃକ୍ଷଲତା ସ୍ୱର୍ଣ୍ଣଠାରୁ ବହୁ ଗୁଣରେ ମୂଲ୍ୟବାନ ହୋଇଥିବାରୁ ଏହାକୁ ସବୁଜ ସ୍ୱର୍ଣ୍ଣ ବୋଲି କୁହାଯାଇଥାଏ। ଏହା ଯଥାର୍ଥ ଅଟେ। କେଉଁ ଉପାୟରେ ଜଙ୍ଗଲ ବୃଦ୍ଧି କରାଯାଇପାରିବ? ସାମାଜିକ ନବୀକରଣ ଯୋଜନା ଦ୍ୱାରା ଜଙ୍ଗଲ ବୃଦ୍ଧି କରାଯାଇପାରିବ। ମୃତ୍ତିକା କ୍ଷୟ ଘଟିବା ଫଳରେ କି କ୍ଷତି ହୁଏ? ମୃତ୍ତିକା କ୍ଷୟ ଘଟିବା ଫଳରେ ଜମି ସୂକ୍ଷ୍ମ, ଟାଙ୍ଗର ଓ ଅନୁର୍ବର ହୋଇଯାଏ। ଜଳଭଣ୍ଡାର ଓ ନଦୀ ପୁଷ୍କରିଣୀ ପୋତି ହୋଇଯାଏ। ଉଦ୍ଭିଦ ଜଗତର ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ କାହିଁକି? ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ପ୍ରାଣୀ ଜଗତ ଉଦ୍ଭିଦ ଜଗତ ଉପରେ ନିର୍ଭରଶୀଳ। ତେଣୁ ଉଦ୍ଭିଦ ଜଗତର ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ। 3 ନମ୍ବର ସରଳାର୍ଥ ଭାଷାରେ ବୁଝାଇ ଲେଖ। ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ସତେ ନେଇଛନ୍ତି। ସଂକ୍ଷିପ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର ବୃକ୍ଷଲତା ଆମର ବନ୍ଧୁ ଶୀର୍ଷକ ପ୍ରବନ୍ଧରୁ ଆଣିତ। ଉକ୍ତ ପ୍ରସଙ୍ଗରେ ଲେଖକ ଡକ୍ଟର ଜଗନ୍ନାଥ ମହାନ୍ତି ବୃକ୍ଷଲତା ମାନେ କିପରି ଉପକାରୀ ତହିଁର ସୂଚନା ଦେଇଛନ୍ତି। ଏକଦା ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ।
ଆଖପାଖ ଥିବା ବୃକ୍ଷଲତା ମାନଙ୍କ ମଧ୍ୟରୁ କିଏ ଦରକାରୀ ଏବଂ କିଏ ଅଦରକାରୀ ତାହା ଜଣାଇବା ପାଇଁ ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ। କେତେଦିନ ପରେ ଶିଷ୍ୟମାନେ ଦରକାରୀ ଅଦରକାରୀ ଗଛ ସମ୍ପର୍କରେ ଗୁରୁଙ୍କୁ ଜଣାଇଲେ। କିନ୍ତୁ ଜଣେ ଶିଷ୍ୟ ଗୁରୁଙ୍କୁ କହିଲେ ଯେ ସେ ବୁଲିଥିବା ଗାଁ ଗଣ୍ଡ ଓ ବଣ ଜଙ୍ଗଲ ଆଦି କୌଣସି ଠାରେ ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ପାଇଲେ ନାହିଁ। ପ୍ରତ୍ୟେକ ଗଛ ଲତାଙ୍କର ଉପକାରିତା ଅଛି। ସତେ ଯେପରି ମଣିଷ ଓ ପଶୁ ପକ୍ଷୀମାନଙ୍କ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ସମ୍ପ୍ରତି ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି ତାହା ସହଜରେ ଅନୁମେୟ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର ବୃକ୍ଷଲତା ଆମର ବନ୍ଧୁ ଶୀର୍ଷକ ପ୍ରବନ୍ଧରୁ ଆଣିତ। ଏହି ପ୍ରସଙ୍ଗରେ ଲେଖକ ଡକ୍ଟର ଜଗନ୍ନାଥ ମହାନ୍ତି ବୃକ୍ଷଲତାମାନଙ୍କର ଗୁରୁତ୍ୱ ବିଶେଷରେ ସୂଚନା ଦେଇଛନ୍ତି। ବୃକ୍ଷଲତା ମନୁଷ୍ୟର ଯେ କେତେ ଉପକାର କରନ୍ତି ତାହା କଳନା କରାଯାଇପାରିବ ନାହିଁ। ପ୍ରକୃତି ଓ ପରିବେଶ ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଛି। ବର୍ତ୍ତମାନ କଳକାରଖାନାର ପ୍ରତିଷ୍ଠା, ରେଳ ମଟର, ଟ୍ୟାକ୍ସି, ସ୍କୁଟର ପ୍ରଭୃତିର ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ଯେଉଁ ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି, ବୃକ୍ଷଲତା ମାନେ ତାକୁ ଗ୍ରହଣ କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହେଉଛି ତାହା ସହଜରେ ଅନୁମାନର କଥା। ନମ୍ବର 3, ମୁକ୍ତ ଶବ୍ଦ ଲଗାଇ ଯେପରି ରୋଗ ମୁକ୍ତ, ସେହିପରି ମୁକ୍ତ ଲଗାଇ ବନ୍ଧନ ମୁକ୍ତ, ଶ୍ରମ ମୁକ୍ତ, କ୍ଷୁଧା ମୁକ୍ତ। ପଠନ ପଠିତ, ଗ୍ରହଣ ଗୃହୀତ, ଲିଖନ ଲିଖିତ, ଚର୍ବଣ ଚର୍ବିତ, କମ୍ପନ କମ୍ପିତ। ପଶୁ ଓ ପକ୍ଷୀ ମିଶିଲେ ପଶୁ ପକ୍ଷୀ। ଏମିତି ଗୁରୁ ଶିଷ୍ୟ, ବୃକ୍ଷ ଲତା, ଗୁଣ ଦୋଷ, ବଣ ଜଙ୍ଗଲ, ଗାଁ ଗଣ୍ଡା। 7 ନମ୍ବର, ଘଞ୍ଚ ଅରଣ୍ୟ, ସୁନ୍ଦର ଅରଣ୍ୟ, ନିବିଡ଼ ଅରଣ୍ୟ। 8 ନମ୍ବର, ଧନୁର୍ଧାରୀ, ଦଣ୍ଡଧାରୀ, ଈଶ୍ୱରୀ, ତପଚାରୀ, ଜଟାଧାରୀ। 9 ନମ୍ବର, ତଳେ ଦିଆଯାଇଥିବା ଅନୁଚ୍ଛେଦରୁ ଓ ଏବଂ ମାତ୍ରା ଉଠାଇ ନିଆଯାଇଛି। ତମେ ତାକେ ଲେଖବା ଯେନ୍ତା ଏବଂ, ଓ, କମା, ସୁକ୍ମ କମା ତିଙ୍କ ଓ ଏସବୁ ଲେଖବାର ଅଛି। 10 ନମ୍ବର, ବନ୍ଧନୀ ମଧ୍ୟରୁ ବାଛି ଲେଖ। ସେମାନଙ୍କ ଶିଷ୍ୟ କେବଳ ପୁସ୍ତକ ପଠନ ମଧ୍ୟ ସୀମିତ ନୁହେଁ, ବୃକ୍ଷଲତା ବର୍ଷା ହେବା ସାହାଯ୍ୟ କରନ୍ତି। ଏଥର ତୁମେ ଫେରିଯାଅ, ସମାଜ ସେବାରେ ମନୋନିବେଶ କର। ଶବ୍ଦ ଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ବାକ୍ୟଟିକୁ ଠିକ ଭାବରେ ଲେଖ। ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି। ନିଜ ବୃକ୍ଷଲତା ଉପକାରିତା ସମ୍ପର୍କରେ ବର୍ଣ୍ଣନା କରି ତୁମର ସାଙ୍ଗ ଭାଇକୁ ପତ୍ରଟିଏ ଲେଖ କହିଛି।